ଆପଣଙ୍କର ଯଦି କର୍କଟ ରାଶି ହେଉଛି ଦର୍ଶକ ବନ୍ଧୁ ଆପଣମାନେ ଲାଷ୍ଟ ପର୍ଯ୍ୟନ୍ତ ଏଇ ଭିଡ଼ିଓକୁ ଦେଖନ୍ତୁ। ଆପଣମାନେ ସବୁକିଛି ଜାଣିପାରିବେ ଆଉ ଆପଣମାନେ ସ୍କ୍ରିନ୍କୁ ଯଦି ଦେଖିବେ ତ ଆପଣମାନେ ଟୋଟାଲି ଆମର ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ବୁଝି ଏକା ନେଇପାରିବେ। ତ ସେଥିଲାଗି ଆପଣଙ୍କୁ ଅନୁରୋଧ କରି କହୁଛୁ କି ଆପଣମାନଙ୍କର ଯଦି କର୍କଟ ରାଶି ଆପଣଙ୍କର ତ ଆପଣମାନେ ଲାଷ୍ଟ ପର୍ଯ୍ୟନ୍ତ ଆପଣମାନେ ଦେଖନ୍ତୁ। ଆପଣମାନେ ଆପଣଙ୍କର ଶୁଭ ସମୟ ସବୁକିଛି ଦେଖିପାରିବେ, ଦର୍ଶକ ବନ୍ଧୁ ବୁଝିପାରିବେ। ଯଦି ଦର୍ଶକ ବନ୍ଧୁ ଆପଣଙ୍କର ଯଦି କର୍କଟ ରାଶି ଯଦି ହେଉଛି କାଲି ହେଉଛି ବୁଧବାର ଆପଣଙ୍କର ଶୁଭ ସମୟ ଆପଣଙ୍କର ଆମେ ବୁଦ୍ଧି କହିବା ଦର୍ଶକ ବନ୍ଧୁ। ଆପଣଙ୍କର ଯଦି କର୍କଟ ରାଶି ହେଉଛି ଆପଣମାନେ ଦିନ 5:03 ଶୁଭ କାର୍ଯ୍ୟକ୍ରମ କରିପାରିବେ। ଆପଣମାନେ ଯେଉଁ ଦିଗକୁ ଆପଣମାନେ ଯାଉଛନ୍ତି ଯାଆନ୍ତୁ, ଆପଣଙ୍କର ଏହି ସମୟରେ ବହୁତ ଶୁଭ ରହିବ। ଆପଣଙ୍କର ତିଥି ଭଲ ରହିବ। ଆପଣ AM ଶୁଭ କାର୍ଯ୍ୟକ୍ରମ କରିପାରିବେ। ଆପଣଙ୍କ ଯଦି ସିଂହ ରାଶି ଯଦି ହେଉଛି ଦର୍ଶକ ବନ୍ଧୁ ଆପଣଙ୍କର ସିଂହ ରାଶି ପାଇଁ ଆପଣଙ୍କର 7:27 AM ସକାଳରେ ଆପଣମାନେ ଯେଉଁ କୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଯାଉଛନ୍ତି ଆପଣମାନେ ଏହି ସମୟରେ କରନ୍ତୁ। ଆପଣଙ୍କର କାମ ଶୁଭ ରହିବ। ଆଉ ଆପଣଙ୍କର ଯଦି ସିଂହ ରାଶି ହେଉଛି ତ ଆପଣମାନେ 9:27 AM ସକାଳରେ ଆପଣମାନେ ଶୁଭ କାର୍ଯ୍ୟକ୍ରମ କରିପାରିବେ। ଆପଣଙ୍କର ସମୟ 1 ଘଣ୍ଟା ପାଇଁ ଭଲ ରହିଛି, ତିଥି ଭଲ ରହିଛି। ଆଉ ଆପଣଙ୍କର ଯଦି ତୁଳା ରାଶି ଯଦି ହେଇଛି ତ ଆପଣଙ୍କର 11:33 ଆପଣମାନେ AM ସକାଳରେ ଯେଉଁ କୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଆପଣମାନେ ଯାଉଛନ୍ତି ତ ଏହି ସମୟରେ ଆପଣମାନେ ଶୁଭ କାର୍ଯ୍ୟକ୍ରମ କରନ୍ତୁ। ଆପଣଙ୍କ କାମ ସଫଳ ହେବ। ଆପଣଙ୍କର ଯଦି ବିଛା ରାଶି ହେଉଛି ଦର୍ଶକ ବନ୍ଧୁ ଆପଣମାନେ ଦିନ 2:45 ଆପଣମାନେ ଶୁଭ କାର୍ଯ୍ୟକ୍ରମ କରିପାରିବେ। ଆଉ ଆପଣଙ୍କ ଶୁଭ ସମୟ 1 ଘଣ୍ଟା ପାଇଁ ରହିଛି। ତ ଆପଣମାନେ ଏହି ସମୟରେ ଯେଉଁ କୌଣସି କାମ କରୁଛନ୍ତି ଆପଣମାନେ ଦେଖିକି କରନ୍ତୁ ଦର୍ଶକ ବନ୍ଧୁ, ଆପଣଙ୍କର କାମ ଶୁଭ ରହିବ। ଆପଣଙ୍କର ଯଦି ଧନୁ ରାଶି ହେଉଛି ଦର୍ଶକ ବନ୍ଧୁ ଆପଣମାନେ 4:02 ଆପଣମାନେ ସନ୍ଧ୍ୟା 4 ଆପଣମାନେ ଯେଉଁ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ଆପଣମାନେ ଧ୍ୟାନ ଦେଇଛନ୍ତି ତ ଆପଣମାନେ ଏହି ସମୟରେ ଆପଣମାନେ ଧନୁରାଶି ବ୍ୟକ୍ତିମାନେ ଏହି ସମୟରେ ଆପଣମାନେ ଶୁଭ କାର୍ଯ୍ୟକ୍ରମ କରନ୍ତୁ। ଆପଣଙ୍କ ପାଇଁ ଶୁଭ ରହିଛି। ଆପଣଙ୍କର ଯଦି ମକର ରାଶି ହେଉଛି ଦର୍ଶକ ବନ୍ଧୁ ତ ଆପଣ ମକର ରାଶି ବ୍ୟକ୍ତିମାନେ ଆପଣମାନେ ସନ୍ଧ୍ୟା 6:05 ଆପଣଙ୍କର ଶୁଭ କାର୍ଯ୍ୟକ୍ରମ ସୁଯୋଗ ରହିଛି। ତ ଆପଣମାନେ ପୂର୍ବ ଦିଗକୁ ଆପଣମାନେ ମୁହଁ କରି ଆପଣମାନେ ଯେଉଁ କୌଣସି ଶୁଭ କାର୍ଯ୍ୟକ୍ରମ କରିପାରିବେ ଏହି ସମୟରେ ଆପଣମାନେ କରନ୍ତୁ। ଆପଣଙ୍କ ପାଇଁ 1 ଘଣ୍ଟା ଶୁଭ ସମୟ ସକାଳରେ ରହିଛି। ତ ଆପଣଙ୍କର ଯଦି କୁମ୍ଭ ରାଶି ଦର୍ଶକ ବନ୍ଧୁ ଆପଣଙ୍କର ଯଦି କୁମ୍ଭ ରାଶି ହେଉଛି ରାତ୍ର 7:45 ଆପଣମାନେ ଯେଉଁ କୌଣସି ଶୁଭ କାର୍ଯ୍ୟକ୍ରମ କରିପାରିବେ। ତ ଏହି ସମୟରେ ଆପଣମାନେ ଶୁଭ କାର୍ଯ୍ୟକ୍ରମ କରନ୍ତୁ। ଆପଣଙ୍କ ପାଇଁ ଶୁଭ ସମୟ ରହିଛି ସନ୍ଧ୍ୟା 7:54 ଆପଣଙ୍କର ଶୁଭ କାର୍ଯ୍ୟକ୍ରମ ଆପଣମାନେ ଏହି ସମୟରେ କରିପାରିବେ ଦର୍ଶକ ବନ୍ଧୁ। ଆଉ ଆପଣଙ୍କର ଯଦି ମୀନ ରାଶି ଅଛି ଦର୍ଶକ ବନ୍ଧୁ ଆପଣମାନେ 9:30 AM ସକାଳରେ ଆପଣମାନେ ଯେଉଁ କୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଯାଉଛନ୍ତି ତ ଆପଣମାନେ ଏହି ସମୟରେ ଆପଣଙ୍କର ଶୁଭ କାର୍ଯ୍ୟକ୍ରମ କରନ୍ତୁ। ଆପଣଙ୍କୁ 1 ଘଣ୍ଟା ପାଇଁ ଶୁଭ ସମୟ ରହିଛି ଦର୍ଶକ ବନ୍ଧୁ ଆପଣଙ୍କୁ ଜଣେଇ ରଖୁଛୁ। ଆଉ ଆପଣଙ୍କର ଯଦି ମୀନ ରାଶି ହେଉଛି ଦର୍ଶକ ବନ୍ଧୁ ଆପଣଙ୍କର ଶୁଭ ସମୟ ହେଉଛି ସକାଳ AM 11:04 ଆପଣଙ୍କର ଶୁଭ ସମୟ ହେଉଛି। ଆପଣମାନେ ଯେଉଁ କୌଣସି କାମ କରୁଛନ୍ତି ଦର୍ଶକ ବନ୍ଧୁ ଏହି ସମୟରେ ଆପଣମାନେ କରନ୍ତୁ। ଆପଣଙ୍କର କାମ ବହୁତ ଶୁଭ ରହିବ। ତିଥି ଭଲ ଅଛି। ସମୟ ସକାଳ 11:04 ଆପଣମାନେ ଏହି ଶୁଭ କାର୍ଯ୍ୟକ୍ରମ କରନ୍ତୁ। ଆପଣଙ୍କର କାମରେ ଭଲ ରହିବ। ଆପଣଙ୍କର ଯଦି ବୃଷ ରାଶି ହେଉଛି ଦର୍ଶକ ବନ୍ଧୁ ଆପଣମାନେ 2 PM ଆପଣମାନେ 2:47 ଶୁଭ କାର୍ଯ୍ୟକ୍ରମ କରନ୍ତୁ। ଆପଣଙ୍କ ପାଇଁ ଏହି ସମୟରେ ଆପଣଙ୍କର ଶୁଭ ସମୟ ଅଛି। ଏହି ସମୟରେ ଆପଣମାନେ ଶୁଭ କାର୍ଯ୍ୟକ୍ରମ କରନ୍ତୁ। ଆପଣଙ୍କ ପାଇଁ ଶୁଭ ସମୟ ବହୁତ ଭଲ ରହିଛି 1 ଘଣ୍ଟା ପାଇଁ। ଆପଣଙ୍କ PM 2 ଆପଣମାନେ
এই ସମୟରେ ଆପଣମାନେ କାମ କରନ୍ତୁ, ଶୁଭ କାର୍ଯ୍ୟକ୍ରମ ଯଦି କରିବା ପାଇଁ ଚାହୁଁଛନ୍ତି ଦର୍ଶକ ବନ୍ଧୁ। ଆଉ ଆପଣଙ୍କର ଯଦି ମିଥୁନ ରାଶି ହେଉଛି ଦର୍ଶକ ବନ୍ଧୁ, ଆପଣମାନେ 2:46 ଏଇ କାମ କରନ୍ତୁ। ଆପଣଙ୍କ ପାଇଁ ବହୁତ ଶୁଭ ରହିଛି, ବହୁତ ଶୁଭ ସମୟ ରହିଛି। ଆପଣଙ୍କର 2:46 PM-ରେ 2:46 ଆପଣମାନେ ଶୁଭ କାର୍ଯ୍ୟକ୍ରମ କରନ୍ତୁ। ମିଥୁନ ରାଶି ବ୍ୟକ୍ତିମାନେ ଆପଣଙ୍କ ପାଇଁ ଏହି ସମୟରେ 1 ଘଣ୍ଟା ପାଇଁ ବହୁତ ଶୁଭ ରହିଛି। ଆପଣଙ୍କର ଅଶୁଭ ସଂକେତ ସମୟ ଆପଣଙ୍କୁ ଆମେ ଶୁଣି ରଖିବା ଦର୍ଶକ ବନ୍ଧୁ। ଆପଣଙ୍କର ଗ୍ରହ କେଉଁ ସମୟରେ 1 ଘଣ୍ଟା ପାଇଁ ଖରାପ ରହିଛି ଦର୍ଶକ ବନ୍ଧୁ, ଆପଣଙ୍କୁ ଆମେ ଶୁଣି ରଖୁଛୁ ଦର୍ଶକ ବନ୍ଧୁ। ତ ଆପଣମାନେ ଶୁଣନ୍ତୁ। ଆଉ ଭିଡ଼ିଓକୁ ଆପଣମାନେ ଅନୁରୋଧ କରି ଆପଣଙ୍କୁ କହୁଛୁ କି ଭିଡ଼ିଓକୁ ଆପଣମାନେ ସ୍କିପ୍ କରି ନାଇଁ ଦେଖୁନ୍। ସ୍କିପ୍ କରି ଯଦି କରି ଦେଖିବେ ତ এই সময় রাশিফল বিষୟରେ ଆପଣମାନେ ବୁଝି ନାଇଁ ପାରବେ। ସେଥିର୍ଲାଗି ଆପଣମାନଙ୍କୁ ଅନୁରୋଧ କରି କହୁଛୁ ଆପଣମାନେ ଭିଡ଼ିଓକୁ ସ୍କିପ୍ କରି ନାଇଁ ଦେଖୁନ୍ ଦର୍ଶକ ବନ୍ଧୁ। ଆପଣଙ୍କର ଯଦି ରବି ଗ୍ରହ ହେଉଛି ଦର୍ଶକ ବନ୍ଧୁ, ଆପଣଙ୍କର ରାତ୍ର 3:04 ଆପଣଙ୍କର 1 ଘଣ୍ଟା ପାଇଁ ଖରାପ ସମୟ ରହିଛି। ଆପଣଙ୍କର ଯଦି ଚନ୍ଦ୍ର ଗ୍ରହ ରହିଛି ଦର୍ଶକ ବନ୍ଧୁ, ରାତ୍ର 6:10 ଆପଣଙ୍କର ଖରାପ ସମୟ ରହିଛି। ଆପଣଙ୍କର ଯଦି ମଙ୍ଗଳ ଗ୍ରହ ରହିଛି ଦର୍ଶକ ବନ୍ଧୁ, ରାତ୍ର ଆପଣମାନଙ୍କର 2:11 ଆପଣଙ୍କର 1 ଘଣ୍ଟା ପାଇଁ ଖରାପ ସମୟ ରହିଛି ଦର୍ଶକ ବନ୍ଧୁ। ଆପଣଙ୍କର ଯଦି ବୁଧ ଗ୍ରହ ଯଦି ରହିଛି ଦର୍ଶକ ବନ୍ଧୁ, ତ ଆପଣଙ୍କର 2:10 ଖରାପ ସମୟ ରହିଛି ରାତ୍ରରେ। ତ ଆପଣମାନେ ଏଇ ସମୟରେ ଟିକେ ଯୁଆଡ଼େ ଯାଉଛନ୍ତି ଟିକେ ଧ୍ୟାନରେ ଯିବେ। ଆଉ ଆପଣଙ୍କର ଯଦି ବୃହସ୍ପତି ଗ୍ରହ ଯଦି ରହିଛି ଦର୍ଶକ ବନ୍ଧୁ, ଆପଣଙ୍କର 3:10 ଆପଣମାନେ ରାତ୍ରରେ ଯେକୌଣସି ଦିଗକୁ ଆପଣମାନେ ଯାତ୍ରାରେ ଯାଉଛନ୍ତି ତ ଆପଣମାନେ ସତର୍କ ହେଇକି ଆପଣମାନେ ଯିବେ। ଆପଣଙ୍କର ଶୁକ୍ର ଗ୍ରହ ଯଦି ରହିଛି ଦର୍ଶକ ବନ୍ଧୁ, ଆପଣମାନେ 4:28 ଆପଣମାନେ ଦେଖିକି ଯିବେ ରାତ୍ରରେ। 1 ଘଣ୍ଟା ପାଇଁ ଆପଣଙ୍କର ଖରାପ ସମୟ ରହିଛି। ଆପଣଙ୍କର ଯଦି ଦର୍ଶକ ବନ୍ଧୁ ଶନି ଗ୍ରହ ଯଦି ରହିଛି, ଆପଣମାନେ 11:24 ଆପଣଙ୍କର ଖରାପ ସମୟ ରହିଛି। ଆପଣମାନେ ଏହି ସମୟରେ ଆପଣମାନେ ଦେଖିକି କାମ କରିବେ ଦର୍ଶକ ବନ୍ଧୁ। ଆଉ ଆପଣଙ୍କର ରାହୁ ଗ୍ରହ ଯଦି ରହିଛି ଦର୍ଶକ ବନ୍ଧୁ, ତ ଆପଣମାନେ 10:06 ଆପଣମାନେ 1 ଘଣ୍ଟା ପାଇଁ ଆପଣଙ୍କର ରାତ୍ରରେ ଖରାପ ସମୟ ରହିଛି। 1 ଘଣ୍ଟା ପାଇଁ ଆପଣମାନେ ଦେଖିକି କାମ କରିପାରିବେ ଦର୍ଶକ ବନ୍ଧୁ। ଆପଣଙ୍କର ଯଦି କେତୁ ଗ୍ରହ ଯଦି ରହିଛି ଦର୍ଶକ ବନ୍ଧୁ, ତ ଆପଣମାନେ ରାତ୍ର 4:06 ଆପଣମାନେ ଦେଖିକି କାମ କରିବେ ଦର୍ଶକ ବନ୍ଧୁ। ଯେକୌଣସି କାର୍ଯ୍ୟକ୍ରମ ପାଇଁ ଆପଣମାନେ ଯାଉଛନ୍ତି ତ ଏହି ସମୟରେ ଆପଣମାନେ ଦେଖିକି କାମ କରିବେ। ଆଉ ଆପଣଙ୍କର ଏଇଟା ଥିଲା ଖରାପ ସମୟ ସଂକେତ। ଆମେ ଆପଣଙ୍କୁ ସୂଚିତ ଆଉ ଗୋଟେ କରିବା ଦର୍ଶକ ବନ୍ଧୁ। ଆପଣଙ୍କ ରାଶି କନ୍ୟା ପ୍ରତି ଘଣ୍ଟା 7 ମିନିଟ୍। ଆପଣଙ୍କର ଯଦି ରାଶି ହେଉଛି କନ୍ୟା, ପ୍ରତି ଘଣ୍ଟା 7:56 ଗୋଟେ ତୁଲା ରାଶି ନକ୍ଷତ୍ର ସୂର୍ଯ୍ୟ ଉଦୟ ଠାରୁ ପ୍ରତି ଘଣ୍ଟା 7:56 ପର୍ଯ୍ୟନ୍ତ ଚିତ୍ର 2 ପାଦ ପଥେ ଦିବା ଘଣ୍ଟା 2:24 ପର୍ଯ୍ୟନ୍ତ ଚନ୍ଦ୍ର ସିଦ୍ଧି 3 ମିନିଟ୍ ପାଦ। ରାତ୍ର ଆପଣଙ୍କର ଘଣ୍ଟା ହେଉଛି 8:53 ପର୍ଯ୍ୟନ୍ତ ଚନ୍ଦ୍ର ତିଥି ପାଦ। ରାତ୍ର ଘଣ୍ଟା ଆପଣଙ୍କ 3:26 ପର୍ଯ୍ୟନ୍ତ ଶ୍ରୁତି 2 ପାଦ, ରୁଦ୍ର ପରି ଶ୍ରୁତି ପାଦ। ଦର୍ଶକ ବନ୍ଧୁ, ଆପଣଙ୍କର ସମୟ ଆପଣଙ୍କର ରାତିର କନ୍ୟା ରାଶିଙ୍କର ବ୍ୟକ୍ତିଙ୍କର, ତୁଳା ରାଶି ବ୍ୟକ୍ତିଙ୍କର ନକ୍ଷତ୍ର ଏଟା ଆପଣଙ୍କର ଏହି ସମୟରେ ରହିଛି ଦର୍ଶକ ବନ୍ଧୁ। ତ ଆପଣମାନେ ନକ୍ଷତ୍ରରେ କ'ଣ କରାଯାଏ ଆପଣମାନେ ଜାଣିଥିବେ ଦର୍ଶକ ବନ୍ଧୁ। ଏହି ସମୟରେ କ'ଣ ରାତିରେ ଆପଣମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ ପାଇଁ ରାତିରେ ଆପଣମାନେ ଯିବେ, ତ ଆପଣମାନେ ଏହି ସମୟରେ ଆପଣମାନେ ଯିବେ ନାହିଁ ଦର୍ଶକ ବନ୍ଧୁ। ଆପଣମାନେ ଯଦି ଯାଉଛନ୍ତି ତ ସତର୍କ ହେଇକି ଆପଣମାନେ ଯାଆନ୍ତୁ। ଆପଣଙ୍କୁ ଆମେ ଶୁଣି ରଖିଛୁ ଦର୍ଶକ ବନ୍ଧୁ, ଆପଣଙ୍କର ନକ୍ଷତ୍ର ଏହି ସମୟରେ ଟିକେ ଅଶୁଭ ସଂକେତ ଅଛି ରାତ୍ରରେ।
ଆଉ ଯୋଉ ଦିନରେ ଆପଣଙ୍କର 7:56 ଗୋଟେ ଘଣ୍ଟା ତୁଲା ରାଶି ନକ୍ଷତ୍ର ସୂର୍ଯ୍ୟ ଠାରୁ ଉଦୟ ଠାରୁ ପ୍ରତି ଘଣ୍ଟା 7:57 ପର୍ଯ୍ୟନ୍ତ ଚନ୍ଦ୍ର ସିଦ୍ଧି ପାଦ ଦ୍ୱିପାଦ ଆପଣଙ୍କର ଏହି ସମୟରେ ଆପଣଙ୍କର ବହୁତ ଶୁଭ ରହିଛି ଦର୍ଶକ ବନ୍ଧୁ। ତ ଏଇଟା ଥିଲା ଆପଣଙ୍କର ଶୁଭ ସମୟ। ଆଉ ଆପଣଙ୍କର ଦିଗ କେମିତି ରହିବ ଆପଣଙ୍କୁ ଟିକେ ଶୁଣେଇବା ଦର୍ଶକ ବନ୍ଧୁ। ଯୁଗ୍ନି ପୂର୍ବ ଦିଗରେ ଯାତ୍ରା ନିଷେଧ ଦର୍ଶକ ବନ୍ଧୁ। ଆପଣମାନେ ଯେକୌଣସି ଶୁଭ କାର୍ଯ୍ୟକ୍ରମ କରିବା ପାଇଁ ଯାଉଛନ୍ତି ତ ଆପଣମାନେ ପୂର୍ବ ଦିଗକେ ନେଇଯିବେ ଦର୍ଶକ ବନ୍ଧୁ। ପୂର୍ବ ଦିଗରେ କାଲି ଦିନ ପାଇଁ ଯାତ୍ରା ନିଷେଧ। ଆଉ ଆପଣଙ୍କର ଚନ୍ଦ୍ର ସିଦ୍ଧି ମେଷ ବୃଷ କର୍କଟ ସିଂହ ତୁଳା ବିଛା ଧନୁ ମକର ଓ ରାଶି ଜାତକ ବ୍ୟକ୍ତିଙ୍କର ସୁଧି ଓ ଘାତ ଚନ୍ଦ୍ର ସୁଧି ନକ୍ଷତ୍ର ସୁଧି ଘାତ ଚନ୍ଦ୍ର ଆପଣଙ୍କର ଘଣ୍ଟା 22:25 ଗୋଟେ ଘଣ୍ଟା 2 ଘଣ୍ଟା 22 ଗୋଟେ ଘଣ୍ଟା ପାଦ ନକ୍ଷତ୍ର ଦୋଷ ତିଥି ବାର ଥିବାରୁ ଦୋଷ ଗ୍ରହଣ ନିଷେଧ ଖାଦ୍ୟ ଓ ଆଲୁ ଭକ୍ଷଣ ଦର୍ଶକ ବନ୍ଧୁ। ଆପଣଙ୍କର ଯଦି ଦୋଷ ପାଦ ଅଛି ଆପଣଙ୍କର ଦର୍ଶକ ବନ୍ଧୁ ଏହି ସମୟରେ ଆପଣମାନେ ଆଲୁ ଭଜା ଖାଇବାର ଆପଣଙ୍କର ନିଷେଧ ଖାଦ୍ୟପାନରେ ଦର୍ଶକ ବନ୍ଧୁ। ତ ଆପଣମାନେ ଯଦି ଆମର ଭିଡ଼ିଓ ଯଦି ଭଲ ଲାଗଲା ଦର୍ଶକ ବନ୍ଧୁ ତ ଗୋଟେ আমার রাশিফল ইউট্ୟୁବ୍ ଚ୍ୟାନେଲ୍କେ ସବସ୍କ୍ରାଇବ୍ করবার লাগে নাই ভুলুন দর্শক বন্ধু। আপনার এন্তা নূয়া নূয়া ডেলি আপনার ভিডিও মিলুথিবা দর্শক বন্ধু সেতিরলাগি আপনার আমি অনুরোধ করে কହୁଛୁ କି আমার রাশিফল ইউট্ୟୁବ୍ ଚ୍ୟାନେଲ୍ গোটে সবস্ক্রাইব করবার লাগে আপনার নাই ভুলুন। আর কমেন্ট আপনার মতামত লেখবার লাগে আপনার নাই ভুলুন দর্শক বন্ধু। এন্তা ডেলি ডেলি আপনার রাশিফল ইউট্ୟୁବ୍ ଚ୍ୟାନେଲ୍কে আপনার অপডেট দৌথিবা দর্শক বন্ধু। আউ ଆପଣଙ୍କ ନିଷେଧ ପ୍ରଥମ ରଜ ଦଶମୀ ତିଥି ଦୋଷ ଦୁର୍ଗାଙ୍କ ଲାଲ ରଙ୍ଗ ପୁଷ୍ପ ଚଢ଼ାନ୍ତୁ। ଧାର୍ମିକ ଅଦିତ ଗଣ୍ଡି ଚାମୁଣ୍ଡା ନବମୀ ସନ୍ଧ୍ୟା ଦଶମୀ ଶୁଭ ବେଲା ଅମୃତ ସୂର୍ଯ୍ୟ ଉଦୟ ଠାରୁ ପ୍ରତି ଘଣ୍ଟା 7:02 ମଧ୍ୟରେ ଦିବା ଘଣ୍ଟା 22:50 ଗୋଟେ ଘଣ୍ଟା 24 ମଧ୍ୟରେ ରାତ୍ର ଘଣ୍ଟା 7:10 ଗୋଟେ ଘଣ୍ଟା 9:22 ମଧ୍ୟରେ ରାତ୍ର ଘଣ୍ଟା 2:25 ଗୋଟେ ଘଣ୍ଟା ରାତ୍ରରେ ଶେଷ ପର୍ଯ୍ୟନ୍ତ ମହାରାତ୍ର ଦିବା ଘଣ୍ଟା 3:50 ଗୋଟେ ଘଣ୍ଟା ସନ୍ଧ୍ୟା 5:26 ମଧ୍ୟରେ ରାତ୍ର ଘଣ୍ଟା 2:45 ଗୋଟେ ଘଣ୍ଟା ରାତ୍ରରେ ଶେଷ ପର୍ଯ୍ୟନ୍ତ ମୋହେନିଦ୍ର ଦିବା ଘଣ୍ଟା 3:50 ଗୋଟେ ଘଣ୍ଟା ସନ୍ଧ୍ୟା 5:25 ମଧ୍ୟରେ ରାତ୍ର ଘଣ୍ଟା 9:33 ଗୋଟେ ଘଣ୍ଟା 11:10 ମଧ୍ୟରେ ଅଶୁଭ ବେଲା ଦର୍ଶକ ବନ୍ଧୁ। ଆପଣଙ୍କର ରାତ୍ରରେ ଆପଣଙ୍କର ହଉଛି ଆପଣଙ୍କର ଦିନରେ ହଉଛି ଅଶୁଭ ବେଳା ଆପଣଙ୍କର 11 ବଜା ଠାରୁ କାଲି ଦିନରୁ ଆପଣଙ୍କର ଚାଲୁ ହବ। ଆପଣଙ୍କର ଅଶୁଭ ବେଲା କାଲ ବେଲା ଦିନ ଘଣ୍ଟା 8:45 ଗୋଟେ ଘଣ୍ଟା 10:26 ମଧ୍ୟରେ 12 ବେଲା ଦିବ ଘଣ୍ଟା 11:54 ଗୋଟେ ଘଣ୍ଟା 2:30 ମଧ୍ୟରେ କାଲ ରାତ୍ର ଘଣ୍ଟା 2:04 ମଧ୍ୟରେ 2:00 ମଧ୍ୟରେ ଶୁଭ କର୍ମ ସାନ୍ତ୍ୱନା ଆଦ୍ୟତ ଶିଶୁର ରାଶି ନକ୍ଷତ୍ର ପାଦ ସମସ୍ତ ନାମକରଣ ପ୍ରଥମ ଅକ୍ଷର ରାଶି ତୁଲା ହେତୁ ନକ୍ଷତ୍ର ସୂର୍ଯ୍ୟ ଠାରୁ ଦିବା ଘଣ୍ଟା 10:02 ପର୍ଯ୍ୟନ୍ତ ଶ୍ରୁତି ଦ୍ୱିପାଦ ଦିବା ଘଣ୍ଟା 4:28 ପର୍ଯ୍ୟନ୍ତ ଶ୍ରୁତି 3:02 ରାତ୍ର ଘଣ୍ଟା 11:24 ପର୍ଯ୍ୟନ୍ତ ତିଥି ଆପଣଙ୍କର ଏହି ସମୟରେ ଆପଣମାନେ କୁଆଡ଼େ ଯିବେ ନାହିଁ ଦର୍ଶକ ବନ୍ଧୁ। ଆପଣମାନେ ରାତି 11ଟାରେ ଆପଣମାନେ କୁଆଡ଼େ ଯିବେ ନାହିଁ। ଆପଣଙ୍କର ବିଶ୍ରାମ କରିବା ଆବଶ୍ୟକ ଅଛି ଦର୍ଶକ ବନ୍ଧୁ। ଏହି ସମୟରେ ଆପଣମାନେ ବିଶ୍ରାମ କରନ୍ତୁ। ଆଉ ଆପଣଙ୍କର ଆମେ ଜାଣି ରଖିବା କି ଆପଣଙ୍କର କି ସମୟ ରହିଛି। ତ ଆପଣଙ୍କୁ ଆମେ ସମୟ ଆପଣଙ୍କୁ କହି ରଖିଛୁ ଦର୍ଶକ ବନ୍ଧୁ। ଆପଣମାନେ ଯେକୌଣସି କାମ କରିବା ପୂର୍ବରୁ ଆପଣମାନେ ଏହି କାମ କରନ୍ତୁ। ଏହି ସମୟରେ ଆପଣଙ୍କର ସୁକର୍ମ ରହିଛି। ଘଣ୍ଟା ଆପଣଙ୍କର ପ୍ରତି ଘଣ୍ଟା
प्रति राशि एक एक घंटा आपणकर शुभ रही। तो आम आपण को फेर थे शुणे रखा प्रति घंटार समय। तो आपणकर कर्कट राशि हूँ दर्शक बंधु कर्कट राशि व्यक्ति मान शुभ समय हूँ आपणकर सकाल 5टा बाजिकर 3 मिनिट आपण मैंने शुभ कार्यक्रम आपणकर शुभ तिथि रही 1 घंटा पाई। आपणकर जदि सिंह राशि हूँ दर्शक बंधु आपण मैंने 7 बाजिकर 27 मिनिट शुभ कार्यक्रम करें 1 घंटा पाई। आपणकर जदि कन्या राशि हूँ दर्शक बंधु आपण मैंने 9 बाजिकर 27 मिनिट शुभ कार्यक्रम करें 1 घंटा पाई। आपणकर जदि तुला राशि हूँ दर्शक बंधु आपण मैंने 2 बाजिकर 45 मिनिट शुभ कार्यक्रम करें दर्शक बंधु। सकाल PM रे आपणकर जदि बिछा राशि हूँ दर्शक बंधु आपण मैंने 2 बाजिकर 45 मिनिट शुभ कार्यक्रम करें PM रे आपणको 1 घंटा बहुत शुभ रही दर्शक बंधु। आपणकर जदि धनु राशि जदि हूँ दर्शक बंधु आपण मैंने पूरे 4 बजे आपण मैंने शुभ कार्यक्रम करंतु आपणको शुभ रही दर्शक बंधु। आपणकर जदि मकर राशि हूँ आपण मैंने संध्या 6 बाजिकर 5 मिनिट शुभ कार्यक्रम करंतु आपणको ए समय बहुत शुभ रही दर्शक बंधु। आपण मैंने जो कौन शुभ कार्यक्रम कर समय शुभ कार्यक्रम करंतु। आपणकर जदि कुंभ राशि आपण मैंने 7 बाजिकर 54 मिनिट शुभ कार्यक्रम करंतु संध्या रे PM रे। आपण जदि मीन राशि हूँ दर्शक बंधु आपणकर 9 बाजिकर 30 मिनिट शुभ कार्यक्रम करंतु जो कौन शुभ कार्यक्रम कर सकाल 9टा AM रे शुभ कार्यक्रम करंतु। आपणको जदि मेष राशि हूँ आपण मैंने 11 बाजिकर 4 मिनिट शुभ कार्यक्रम करंतु आपणकर बहुत शुभ रही। आपणको जदि वृष राशि हूँ दर्शक बंधु आपणको जदि वृष राशि हूँ आपण मैंने 11 बाजिकर 27 मिनिट शुभ कार्यक्रम करंतु सकाल AM रे। आपणको जदि मिथुन राशि दर्शक बंधु आपण जदि मिथुन राशि हूँ आपण 2 बाजिकर 46 मिनिट शुभ कार्यक्रम करंतु दर्शक बंधु। यही समय आपणकर काम बहुत शुभ रही रही दर्शक बंधु। जदि आपण मान वीडियो जदि भल लगला जदि आपण मान वीडियो आम राशिफल यूट्यूब चैनल सब्सक्राइब करवा लगे नहीं भूलन दर्शक बंधु। एंता नुआ नुआ अपडेट आपण मान के देखवा लगे डेली मिलुथिबा केन दिन आपणकर समय शुभ समय रही सुकर्म रही दर्शक बंधु। से आपण अनुरोध कर वीडियो को आपण माने काटी कर देखबे वीडियो को लास्ट पर्यंत देखबे तो आपण माने सब किछि बुझी पाबे दर्शक बंधु।